तो ये देखते समस्ते चौरा रात में चौरा चिता पड़ी आउ दुआर भी सेठी पड़ी एमती पड़ी 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 घर मत भी दांड को भी आसी तो देखो मम्मी पकाऊे पड़ुची सरलानी टी अल्प टे अच्छी बाकी अच्छी सर आएपटे कुकुर तो 4-5टा कुकुर ना आयुष अनु पूरा 4-5टा कुकुर एपटे मम्मी तो चिता पकाऊँच सब कथा हो समस्ते समस्ते कथा हो देखो फास्ट बारी मु पकई नथली हाथी पकई नथली सी बड़ को कहले सेठी जांकर पकई गेसली सेठी पकई सी कहले कहले मोर बड़ बड़ सेठी हाथी पका पद्म पका सेठी पकई गेली तांकर ए सी हाथी सब हमर ए पकई जी मम्मी बेठी को दुआरे अब आसिले सौदा नहीं कि दुकान रु सौदा नहीं आसिल टी तार घोड़ाटा जो नहीं कि ताको हब दे छाणी ये को पूरा तिखल ता चावल दबनी तळे ना किछि नहीं चावल देबा पूरा तिखल की बटा है चावल ना। हेलो फ्रेंड देखो केते राति हिची टिके उठिकी बासी कम छुड़ार व्यस्त कहीं आज गुरुवार सकाल सकाल उठी नित्यकर्म सारी सारे एवं दांड बढ़िया हो बहुत राति अच्छी कि लाइटा जलुची दांड पूरा आलु अच्छी टे बासी कम छुड़ाऊँ देखो गोबर पानी पकईले बारिपड़ कि अंधार बारी जी कौन हाँ ये पकई दियो ये फुल बारी गोटे बुढ़ाड़ी कर दियो मुझे बस निआ अच्छी शीत दिन टा रड़ पाइबनी काठ लगी कल एवं चुली लिपा गोबर पड़ी लिपा है सब लिपा हम चलला सब लिपी हाँ हाँ राति बेला सब कम सर ना नहीं ये सकाल सकाल दिन से पड़ोची हाँ हाँ एपटे सब चुल पूरा परिष्कार लिखा लिखी रात देखुन के अंधार होती आम बारिपटू आसचु बहुत अंधार होना बहुत ए शोची बो उठनी बो जानी बहुत कम सरला सकाल सकालू आयुष घोड़ी भुजी पूरा बासन मजा बासन बाजदे देखो सकाल सकाल से भावुँ कौन सकाल सकाल एत कम चल आयुष उठी कौन कर देख आयुष घोड़ी बुझी बाबा समस्त नमस्कार जय जगन्नाथ मुझे स्वागत कर आयुष बेहरा ओडिया ब्लॉग को मु आशा करছি आपण माने बहुत भले थे आम तो एमती भलरे अच्छु आपण मैंने तो देखिपे तो पूरा सकाल सकाल हो गला रात उठिक सब कम छिंडेदेली ठाकुर पूजा भी एवं सरीगला आयुष से बस पड़ी खावा आयुष खावा हाँ
ରୋଷେଇ କଲେ ଆଜି ନାଗି ଗୁରୁବାର ଆଜି ହେଉଛି ପ୍ରଥମ ଗୁରୁବାର ହେଲା ପ୍ରଥମ ଗୁରୁବାର ଯାଇଛି ଆମର ହେଉଛି ଆଜି ହେଉଛି ନାଗି ଗୁରୁବାର ଆଉ କ'ଣ ପୁଣି ରୋଷେଇ କଲେ ନାଗି ଦିଆ ହେବ ଆଉ ସେଠି ଖାଉଛି ଆଉ ମୋର ସେଦୁଆ ଏଠି ବାଟୁଛି ଏଠି ବାଟୁଥିଲି ଅଧା କରିଛି ଯେଠି ଚିତା ପକେଇବି ଆଉ ଏବେ ତ ଠାକୁର ପୂଜା କରିଦେଇଛି ଆସନ ଦେଖିବା ଦାଣ୍ଡ ପଟେ ବୁଲିକି ଆସିବି ଭାରି ଆଉ ପୂଜାପୂଜି ସରିଗଲାଣି ଚଉରା ପୂଜା ବି ସାରି ସାରିଲାଣି ମୁଁ ଏବେ ଚଉରା ପୂଜା ସାରିକିରି ଗଲି ସାଙ୍ଗେ ସାଙ୍ଗେ ସରିଗଲାଣି ସବୁ କାମ ଦାମ ଆଉ ଏପଟେ ତ ଏମିତି ଚିତା ପଡ଼ିଛି ଆପଣମାନେ ଦେଖିପାରୁଥିବେ ଏବେ ଚିତା ପଡ଼ିଛି ଆମର ତ ଦେଖୁଥିବେ ଭଙ୍ଗା ଘର ଆଉ ମାଟି ଘର ଇଏ ଏପଟେ ଏମିତି କାନ୍ଥ ଭାଙ୍ଗି ଯାଇଛି ବୋଲି ଏମିତି ଦିଆହେଇଛି ଜରି ଆଉ ବାଛୁରୀ ତ ଆମର ଏଠି ବନ୍ଧା ହେଇଛି ତା ଦେହଟା ଭଲ ନାହିଁ ବୋଲି ସମସ୍ତଙ୍କର ଆମର ଦେହ ଖରାପ ହେଲା ତାପରେ ପୁଣି ବାଛୁରୀର ଦେହ ଖରାପ ହେଇଗଲା ତା ଗୋଡ଼ ହେଇଛି ଦେଖନ୍ତୁ ବ୍ୟାଣ୍ଡେଜ୍ କରାହେଇଛି ମେଡ଼ିସିନ ବନ୍ଧା ହେଇକି ଆଉ ଏଠି ଖାଇବାକୁ ଦିଆହେଉଛି ତାକୁ କୁଟା ପଡ଼ୁଛି ସେ ବି ଖାଉଛି ଆଉ ଏବେ ତ ସବୁଆଡ଼େ ଚିତା ପଡ଼ିଯାଇଛି ଆଉ ଯାଉଛି ମୁଁ ପୁଣି ରୋଷେଇ ହେବ ଆଉ ଆୟୁଷ ଖାଇବା ଚାଲିଛି ଦେଖନ୍ତୁ ସମସ୍ତେ ମା ତ ଏବେ ସକାଳୁ ସକାଳୁ ପରିବା କାଟିବାରେ ଲାଗି ପଡ଼ିଛି ଆଉ ନାଗି ପଡ଼ି ଦିଆହେବ ଗୁରୁବାର ଓହୋ ଆଜି ନାଗି ପାଳି ଓହୋ ନାଗି ପାଳି ଦେବା ପାଇଁ ଇଏ କ'ଣ ସାରୁ କଖାରୁ ଛୁଇଁ କମ୍ବାଳୁ ମୂଳା ହଁ ସବୁ ମୂଳା ପରିବା ଆଉ ସବୁ ପରିବା ହେଲେ ପୂଜା ହେବରା ହଁ ମମି ସେ କ'ଣ ବଟା ହେଉଛି ସେ ଚାଉଳ ବା ବାଟିଲେ ମାନେ ପୋଠି କଟା ହେବନି ଓହୋ ପଡ଼ିବ ଟିକେ ସଜରେ ନା ଆମର ତ ବାସିରେ ପଡ଼େନି ନା ବାସି ଦୁଆର ଘର ପଡ଼ିଗଲା ଆଉ ପୋଠି ଯେଉଁ ପଡ଼ିବ ବଟା ହେଇକି ପଡ଼ିବ ସଜରେ ଆଉ ଓହୋ ସଜରେ ଆଉ ସେଥିପାଇଁ ମମି ଏବେ ଚାଉଳ ଛେଚୁଛି ଆଉ ବାଟୁଛି ଆଉ ହଉ ଆଉ କ'ଣ ଖିଆ ହେଉଛି ଉପମା ମଟର ଗୁଣ୍ଡ ପକୋଡ଼ା ଉପମା ମଟର ଗୁଣ୍ଡ ପକୋଡ଼ା ଆଜି ଗୁରୁବାର ତ ପଖାଳ ଖାଇବନି ଆଉ ନା ନାହିଁ ସ୍କୁଲ ଜଲ୍ଦି ବାହାର ତ ଟାଇମ୍ ହେଇଗଲା ହଁ କ'ଣ ଆଉ ବୋଧା ହେଲା ପୁଣି ଏବେ କ'ଣ ବସିଛ ଚୁଲିରେ ଉପମା ବି ହେଇଯାଇଛି ଦେଖନ୍ତୁ ଚାହା ହେଇଯାଇଥିବା ତାହା ବି ହେଇଯାଇଛି ବୋଉ ଖାଇବ ଆଉ କ'ଣ ଖାଉଛ ଏବେ ଏଠି ହଁ ଉପମା ମଟର ଭଜା ତ ଏବେ ଉପମା ମଟର ଭଜା ହେଇଛି ସକାଳ ପାଇଁ ଆଉ ମା ଏପଟେ ନଡ଼ିଆ କରଉଛି ଚାରେ ଚୁଡ଼ା ଖାଇବୁଛି ଆଉ ଏପଟେ ମମି ଆସିଲାଣି ପରିବା ନେଇକି କାଟିକି ପରିବା ଡାଲମା ହେବ ତ ଡାଲମା କାଟିବା ପାଇଁ ଏଇ ଯେଉଁ ଡାଲମା ହେବା ପାଇଁ ମୁଁ ପରିବା କାଟିକି ଆଣିଛି ଡାଲମା ହେବ ଭାତ ହେଇନି ଭାତ ବହିଛି ନା ଉପମା ମଟର ସାଙ୍ଗେ ଖାଇବା ଆଉ ତ ଏବେ ଖାଇବା ଚାଲିଛି ମମିର ଆମେ ସମସ୍ତେ ତ ଖାଇସାରିଲୁଣି ଆଉ ତ ରୋଷେଇ ଏବେ ଚାଲିଛି ଟି ବାବା ଚିରୁନ୍ତୁ ଏପଟେ ଚାଳ ଆଉ ଏତିକି ଯାଉଛି ନା ଆଉ ଅଧିକ କ'ଣ ଚିରୁବ ଆଉ ଚିରା ହବ ସେ ବାଉଁଶ ପାତ ଗୁଡ଼ା ଚିରା ହେଉଛି ଆଉ ଜାଳ କିଛି ନାହିଁ ସେଠି ଲାଗିଲା ନା କ'ଣ କେତେ ଜାଳ ଚିରି ସାରିଲାଣି ଓ କି ପରିଶ୍ରମ ନା ଟାଟି ଭାଙ୍ଗି ହେଉଛି ଖାଲି ଭାଙ୍ଗି ଯାଉଛି ସବୁ ତ କହି ଦେଖୁନ ଶୁଖିଗଲାଣି ଫାଟିଗଲାଣି ଏଗୁଡ଼ା ବେଶୀ ବାଜୁଛି ଗୋଡ଼ରେ ହାତରେ ଦେଖୁନ ମୁଁ ଏବେ ତ ଅରୁଆ ଭାତ ବସେଇଦେଲି ଆଉ ଚୁଲି ବି ଜଳୁଛି କେଡ଼େ ଜୋରରେ ଜାଳ ନଥିଲା ଏଇ ବତା ହେରିକା ସବୁ ଚିରିକି ଦେଲେ
ବାଉଁଶ ଚିରିକି ଦବାରୁ ମୁଁ ଚୁଲି ଲଗେଇଛି। ଦେଖିବା କେତେ ଜାଳ ଚିରିଲଣି, ଆଉ କେତେ ଜାଳ ଚିରା ହେଲାଣି ଆଉ। ଓହୋ କି ପରିଶ୍ରମ ହେଉଛି। ହାଁ ଗଣ୍ଠିଆଟା ଚିରି ପାରିବଟି? ହାଁ ଥାଉ ନହେଲେ, ନ ଚିରି ପାରିବ ଥାଉ ନହେଲେ। କ'ଣ କହିଲେ ତାକୁ ସେମିତି ହେବନି ଟିକେ? ବଙ୍କା ଅଛି, ମୁହଁକୁ ଚିଟିକି ଆସୁଛି। କେମିତି ଆଣିବ? କଟୁରୀ ଆଣିବ। ଆଣୁଛି କଟୁରୀଟା। କଟୁରୀ କୋଡ଼ କଲା। ଏଇଠି ଅଛି କଟୁରୀ। ଆମର ତ ଶାଗ ଆସିଥିଲା କାଲି ପୁଣି ଆଣି ଧରି ଆଜି। ଦେଖନ୍ତୁ ଶାଗ ଆସିଥିଲା, ପୁଣି ଶାଗ ଆଣିଛନ୍ତି ଏରି ଯାଇକିରି। ଏତକ ପୁଣି ଶାଗ ଆସିଛି ଏରି ଆଉ। କଟୁରୀରେ ହେଇଗଲା। ହଁ କଟୁରୀରେ କଟିଗଲା। ସେ କୁରାଢ଼ୀରେ ମୁହଁକୁ ଛିଟୁକୁଥିଲା ନା। ଓହୋ ଜାଳ କେଉଁଦିନ ଚିରନ୍ତୁନି। ଗୋଟେ ଜାଗାରେ ଥିଲା, ଗୋଟେ ଜାଗାରେ ପଡ଼ୁଛି। ଜାଳ ଟୋଟାଲି ନାହିଁ ବୋଲି ଜାଳ ଚିରି ଲାଗିଛନ୍ତି। আমি ଶାଗ ବାଛୁଛୁ ନା। କାଲି ଶାଗ ଆଣିଛନ୍ତି, ପୁଣି ଆଜି ଆଣିଥିଲି ଶାଗ। ଏତକ କାଲିର ଶାଗ, ଏତକ ଆଜିର ଶାଗ ହେଲା। ପୁଣି ଶାଗ ତୋଳିକି ନେଇକି ଆସିଛନ୍ତି। ଏଇ ଶାଗଟା ଭଲ ଟେଷ୍ଟ ଲାଗିବ। ଆର ଭଳି ଆଣିଥିଲ ନା ଏଇ ଶାଗଟା? ଏଇ ଶାଗଟା ଭଲ ଟେଷ୍ଟ ଲାଗିବ ହେଲା। ଏଇ ଶାଗ ସେଥିରେ ଶାଗ ମିଳୁନି ବେଶୀ। ଶାଗ ତ ଏଇନା ନୂଆ ନୂଆ ପଡୁଛି। 8 ଦିନ ଶାଗ ମିଳିବନି। ଶାଗ ମିଳିବନି 8 ଦିନ ଯାକେ। ଏପଟେ କ'ଣ ବସିଛି? ଡାଲି ବସିଛି ବା। ନାଲୁ ଗୋଟେ ଡାଲି ବସିଛି ଏପଟେ। ଡାଲମା ବସିଛି। ଡାଲି ନୁହଁ। ଆଉ ଟମାଟୋ ପକେଇ ବୋଧେ ସବୁ ଆଉ। ପଡ଼ିବ ବା। ଟମାଟୋ ପଡ଼ିବ, ଅଦା ପଡ଼ିବ। ହଁ ପଡ଼ିଲା। ଡାଲମାଟେ ହେବ, ଶାଗଟେ ହେବ, ପାମ୍ପଡ଼ଟେ ହେବ। କ'ଣ କହିଲ? ନା ସେତିକି ତ ନୁହେଁ, ସେତିକି ଅଛି। ରୋଷେଇ ପାଇଁ ହେଇଗଲାଣି ଜାଳ, ଆଉ ଚିରନି। ଦେଖନ୍ତୁ ତାଙ୍କ ଗୋଡ଼ କ'ଣ ହେଉଥିବାରୁ ମାନେ ସେମାନେ ଠିଆ ହେଇକିରି ହାଣୁଥିଲେ, ଆଉ ହାଣିପାରିଲେ ବସିକିରି କାଠ ଅଧା ହାଣୁଛନ୍ତି। ବସିକି କ'ଣ ହାଣି ହେବ? ତ ସେତିକି ଥାଉ। ତ ସେତିକି ଥାଉ, ମୁଁ ସେମିତି ଲଗେଇଦେବା ନହେଲେ। ହେଇଗଲାଣି ତ, ଆଗ ଜାଳ ତ ହେଇଗଲାଣି। ଆଗ ରୋଷେଇ ହେବା ପାଇଁ ତ ହେଇଗଲାଣି ନା। ଥାଉ ସେତିକି ଆଉ।